ଶ୍ରେଣୀ ଷଷ୍ଠ ବିଷୟ ଇତିହାସ। ପ୍ରସଙ୍ଗ ବିଭିନ୍ନ ଜୀବନ ଧାରଣ ପ୍ରଣାଳୀ। ଉପପ୍ରସଙ୍ଗ ଉପନିଷଦ। ଉପନିଷଦ ହେଉଛି ବେଦର ଏକ ଅଂଶ। ଏଥିରେ ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଲେଖା ହୋଇଛି। ବୈଦିକ ସାହିତ୍ୟରୁ ଆମ୍ଭେମାନେ ଆର୍ଯ୍ୟମାନଙ୍କର ସାମାଜିକ ଜୀବନ, ଅର୍ଥନୀତି, ଧର୍ମ ଓ ଶାସନ ବ୍ୟବସ୍ଥା ବିଷୟରେ ଜାଣିପାରୁ। ବୈଦିକ ସାହିତ୍ୟ ଛଡ଼ା ପ୍ରତ୍ନତାତ୍ତ୍ୱିକ ଖନନରୁ ସେ ଯୁଗର ସଭ୍ୟତା ବିଷୟରେ ଜଣାପଡ଼ିଛି। ହସ୍ତିନାପୁର, ଅତ୍ରଜିକ୍ଷୀରା, ନୋହ ଆଦି ସ୍ଥାନରୁ ମିଳିଥିବା ମାଟିପାତ୍ରରୁ ପରବର୍ତ୍ତୀ ବୈଦିକ ଯୁଗର ସଂସ୍କୃତି ବିଷୟରେ ଜଣାପଡ଼ିଛି। ସେହି ପାତ୍ରଗୁଡ଼ିକ ହେଲା ଧୂସର ରଙ୍ଗର ଚିତ୍ରିତ ମାଟିପାତ୍ର ଏବଂ ଲାଲ ଓ କଳା ରଙ୍ଗ ଥିବା ମାଟିପାତ୍ର। ତ ଆମେ ଜାଣିଲେ ଉପନିଷଦ ହେଉଛି ବେଦର ଗୋଟିଏ ବା ବେଦର ଏକ ଅଂଶ ଏବଂ ସେହି ଉପନିଷଦରେ କ'ଣ ଲେଖା ଅଛି? ଆତ୍ମା, ପରମାତ୍ମା ବା ବ୍ରହ୍ମ, ମୋକ୍ଷ ଆଦି ବିଷୟରେ ଲେଖା ହୋଇଛି। ଶାସନ ବ୍ୟବସ୍ଥା। ଆର୍ଯ୍ୟମାନେ ବହୁ ସଂଖ୍ୟକ ଗାଈ ଗୋରୁ, ଘୋଡ଼ା ଆଦି ପଶୁଙ୍କ ସହିତ ବିଭିନ୍ନ ଦଳରେ ଭାରତରେ ପ୍ରବେଶ କରିଥିଲେ। ପ୍ରଥମେ ଯାଯାବର ଜୀବନଯାପନ କଲା ପରେ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ଜନ ଓ ବିଶ ଏହି ଦୁଇଟି ଶବ୍ଦ ଋଗ୍ବେଦରେ ବହୁବାର ବ୍ୟବହାର କରାଯାଇଛି। ଦଳରେ ଥିବା ସମସ୍ତ ଲୋକମାନଙ୍କୁ ଜନ ରୂପେ ଗ୍ରହଣ କରାଯାଉଥିବା ବେଳେ ବିଶ ଦଳର କେତେକ ସଂଗଠନକୁ ବୁଝାଉଥିଲା। ଦଳର ସବୁଠାରୁ ବିବେଚିତ ବ୍ୟକ୍ତିଙ୍କୁ ରାଜନ ବୋଲି ଲୋକେ ଗ୍ରହଣ କରୁଥିଲେ। କେତେ ଗୁଡ଼ିଏ ପରିବାର ବା କୁଳକୁ ନେଇ ଗ୍ରାମର ସୃଷ୍ଟି ହୋଇଥିଲା। ପରିବାର ଓ ଗ୍ରାମର ମୁଖ୍ୟମାନଙ୍କୁ ଯଥାକ୍ରମେ କୁଳପ ଓ ବ୍ରଜପତି ବା ଗ୍ରାମଣୀ କୁହାଯାଉଥିଲା। ରାଜତନ୍ତ୍ର ମୁଖ୍ୟ ଶାସନ ବ୍ୟବସ୍ଥା ଥିଲା ଓ ରାଜା ବହୁତ କ୍ଷମତାଶୀଳ ଥିଲେ। ତେବେ ଆମେ ଜାଣିଲେ ଆର୍ଯ୍ୟମାନେ ଯେତେବେଳେ ଭାରତକୁ ପ୍ରବେଶ କରିଥିଲେ ସେତେବେଳେ ତାଙ୍କ ପାଖରେ ବହୁତ ସଂଖ୍ୟକ ଗାଈ ଗୋରୁ, ଘୋଡ଼ା ଆଦି ପଶୁ ଥିଲେ ଏବଂ ସେମାନେ କୃଷି କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜର ଜୀବନଯାପନ କରୁଥିଲେ। ଏବଂ ଆମେ ଆଉ କ'ଣ ଜାଣିଲେ? ଆମେ ଜାଣିଲେ ପରିବାର ଏବଂ ଗ୍ରାମର ମୁଖ୍ୟମାନଙ୍କୁ ଯଥାକ୍ରମେ କ'ଣ କ'ଣ କୁହାଯାଏ? କୁଳପ ଓ ବ୍ରଜପତି ବା ଗ୍ରାମଣୀ ବୋଲି କୁହାଯାଏ। କ'ଣ କୁହାଯାଏ? କୁଳପ ଓ ବ୍ରଜପତି ବା ଗ୍ରାମଣୀ ବୋଲି କୁହାଯାଉଥିଲା। ଗୃହପାଠ।